ସାଙ୍ଗମାନେ ଏଇଭଳି ଅସନା ହେଇଯାଇଥିବା ବାଥରୁମକୁ ଆମେ କିପରି ଅତି ସହଜରେ ସଫା କରିପାରିବା। ସେଥିପାଇଁ ମୁଁ ଆଜି 3ଟି ଉପାୟ ନେଇ ଆସିଛି। କେଉଁ ଉପାୟଟା ଆପଣଙ୍କୁ ଅତି ସହଜ ଲାଗିବ ଆଉ ଭଲ ଲାଗିବ କମେଣ୍ଟରେ ଜଣାଇବେ। ହାତ ନ ଲଗେଇ କିପରି ବାଥରୁମ୍ ଟାଇଲ୍ ଗୁଡ଼ାକୁ ଆମେ ସଫା କରିପାରିବା ଅତି ସହଜରେ, ତାହା ଆଜି ଭିଡ଼ିଓରେ ଦେଖିବା। ଏଠି ଦେଖନ୍ତୁ କେତେ ସଫା ହେଇଯାଇଛି ମୋର ବାଥରୁମ୍ ଟାଇଲ୍ ଗୁଡ଼ାକ। ଏଇଭଳି ସଫା କରିବା। 3ଟି ଉପାୟରେ ସଫା କରିବା। ଆଗ ଦେଖିବା ହାତ ଲଗେଇକି କିପରି ସଫା କରିପାରିବା, ତାପରେ ଦେଖିବା ହାତ ନ ଲଗେଇକି କିପରି ସଫା କରିବା। ନମସ୍କାର, କୁକ୍ ୱିଥ୍ ମୂର୍ଚ୍ଛନା ଚ୍ୟାନେଲକୁ ବହୁତ ବହୁତ ସ୍ୱାଗତ। ଏବେ ଆସନ୍ତୁ ଭିଡ଼ିଓଟି ଆରମ୍ଭ କରିବା। ପ୍ରଥମେ ଦେଖିବା ବାଥରୁମ୍ର କବାଟଟି ଆମେ କିପରି ଭଲ ଭାବରେ ସଫା କରିପାରିବା। ଏଠି ନେଇଗଲି ଅଧ ଗ୍ଲାସ୍ ପାଣି, ଆଉ ସେଥିରେ 2 ଠିପି ଦେଲି ଭିନେଗାର, ଆଉ 1-2ଟା ଚାମଚ ଦେବା ଆମେ ଖାଇବା ସୋଢ଼ା, ଆଉ ଏଥିରେ ଦେବା କିଛି ଡିଶ୍ ୱାଶ୍। ଦେଖନ୍ତୁ ମୁଁ ଏଇଠି 1 ଠିପି ପାଖାପାଖି ଡିଶ୍ ୱାଶ୍ ଦେଇଦେଲି। ଆପଣଙ୍କ ପାଖରେ ସାମ୍ପୋ ଥିବ ଯଦି ସାମ୍ପୋ ମଧ୍ୟ ଦେବେ। ଆକୁ ଭଲ ଭାବରେ ଗୋଳେଇ ଦେବା। ଆକୁ ଗୋଟେ ବୋଟଲରେ ପୁରେଇ ଦେବା। ସ୍ପ୍ରେ ବୋଟଲରେ ପୁରେଇଲେ ଭଲ ହେବ ଟିକେ ପକେଇବାକୁ, ସବୁଆଡ଼େ ଛିଞ୍ଚି ହେଇକି ପଡ଼ିପାରିବ। ଯଦି ନାହିଁ ଗୋଟେ ଜାଗାରେ ଓଜାଡ଼ିକି ଯେଉଁ ବାସନ ମଜା ରବରରେ ନେଇକି ସବୁଆଡ଼େ ଲଗେଇ ପାରିବା। ତ ଏଠି ଦେଖନ୍ତୁ କବାଟଟି କେତେ ଅସନା ହେଇଛି। ଆଜିକାଲି ତ ପ୍ରାୟ ଫାଇବରର କବାଟ ସବୁଆଡ଼େ ଲଗାଉଛନ୍ତି। ତ ମୁଁ ଏଥିରେ ଜରି ଖୋଲିନି, ଆଉ ଯେଉଁଠି ଜରି ଖୋଲିଛି ସେଠି ବହୁତ ଅସନା ହେଇଛି। ଜରି ଉପରେ ଏଗୁଡ଼ା ସବୁ ଅସନା ବେଶୀ ହେଇଛି। ତ ତାକୁ ନେଇକି ଆମେ ଏଇଭଳି ଭାବରେ ଚାରିଆଡ଼େ ଛିଞ୍ଚି ଦେବା। ସବୁଆଡ଼େ ଭଲ ଭାବରେ ଛିଞ୍ଚି ଦେବା। ଆଉ ଏଇଭଳି ଦେଖନ୍ତୁ ମୁଁ ବାସନ ମଜା ରବର ନେଇଛି, ସେଥିରେ ସବୁଆଡ଼େ ହାତରେ ଏଇଭଳି ଭାବରେ ଲଗେଇକି ଘଷି ଦେବା। ତ ଦେଖିବେ କବାଟଟି ବହୁତ ବଢ଼ିଆ ପରିଷ୍କାର ହେଇଯିବ। ଏଇ ଉପାୟରେ ଯଦି ଆମେ ସଫା କରିବା କବାଟର କଲର୍ ଜମା ବି ଛାଡ଼ିବନି, ଅତି ସହଜରେ ସଫା ହେଇଯିବ। ବେଶୀ ସମୟ ଜମା ବି ଲାଗିବନି, ଟିକେ ଖାଲି ଏମିତି ହାତରେ ଘଷି ଦେଲେ ସେ ଛାଡ଼ିଯିବ। ପାଣି ଛିଟିକା ସାବୁନ ଫେଣ ପଡ଼ିକି କବାଟ ବେଶୀ ଅସନା ହେଇଯାଇଥିଲା। ଏଠି ଦେଖନ୍ତୁ କେତେ ଜୋର ପରିଷ୍କାର ହେଇଗଲା ମୋ କବାଟଟି। ତଳୁ ଯେଉଁ ଜରିଟା ଟିକେ ଛାଡ଼ିଛି ସମୟରେ ମୁଁ କାଟି ଦେଇକି ଛଡ଼େଇ ଦେଇଛି। ତ ଉପରେ ଯେଉଁ ଜରି ଅଛି ମୁଁ ଜମା ବି ଛଡ଼ଉନି। ତ ଏଠି ଦେଖନ୍ତୁ କେତେ ପରିଷ୍କାର ହେଇଯାଇଛି, ପୁରା ନୂଆ ଭଳି ଚିକଚିକ ହେଇଯାଇଛି। ତ ଏବେ ଟାଇଲ୍ ସଫା କରିବାର ପ୍ରଥମ ଟିପ୍ ମୁଁ ଏଇଠି ନେଇଗଲି ଟିକେ ପାଣି। ଅଳ୍ପ ଟିକେ ପାଣି ନେବେ, ତା ଦେହରେ ନେଇଯିବେ ଭିନେଗାର। ଯେତିକି ଭିନେଗାର ସେତିକି ଯଦି ପାଣି ନେବେ ତାହେଲେ ଭଲ ଟାଇଲ୍ଟି ଛାଡ଼ିବ। ତ ଏଇଠି ମୁଁ ନେଇଯାଇଛି 2-3 ଠିପି ଭିନେଗାର। ସେଥିରେ ଆମେ ଖାଇବା ସୋଡ଼ା 2 ଚାମଚ ଦେଇଦେବା। ଖାଇବା ସୋଡ଼ା ତ ଆପଣମାନେ ଜାଣିଥିବେ ବଢ଼ିଆ କ୍ଲିନିଂର କାମ କରେ। ମୋ ପାଖରେ ଥିଲା ସର୍ଫ ଏକ୍ସେଲ୍, ସେଇ ସର୍ଫ ଏକ୍ସେଲ୍ ମୁଁ 1 ଚାମଚ ନେଲି। ତାପରେ ଏଥିରେ ନେବା କୋଲଗେଟ୍ ଆପଣମାନେ ଜାଣିଥିବେ ବଢ଼ିଆ କ୍ଲିନିଂ କାମ କରେ। ଆଉ କୋଲଗେଟ୍ ଆପଣ ଯେଉଁଥିରେ ଲଗେଇବେ ବଢ଼ିଆ ସଫା ହୁଏ। ତ କୋଲଗେଟ୍ ନିଶ୍ଚୟ ନେବେ। କୋଲଗେଟ୍ଟା ଏଥିରେ ମେନ୍ କାମ କରିବ। ଆଉ କୋଲଗେଟ୍ ଆପଣ ନିଶ୍ଚୟ ନେବେ। ଏଇଭଳି ଭାବରେ ଚାରିଆଡ଼େ ଛିଞ୍ଚି ଦେବା। ତାକୁ ଚାମଚରେ ଛିଞ୍ଚନ୍ତୁ କିମ୍ବା ହାତରେ ନେଇକି ସବୁଆଡ଼େ ଲଗେଇକି ଛିଞ୍ଚନ୍ତୁ। ଆଉ ଛିଞ୍ଚି ଦେଇକି ଏଠି ଦେଖନ୍ତୁ କୋଲଗେଟ୍ଟା ଟିକେ ମିଶି ନଥିଲା, ମୁଁ ତାକୁ ଚାମଚରେ ଭଲ ଭାବରେ ଲଗେଇଦେଲି। ଆଉ ବ୍ରସ୍ରେ ଏମିତି କଡ଼ ଗୁଡ଼ାକ ଲଗେଇଦେଲେ ତା କଣ ଗୁଡ଼ାକ ଛାଡ଼ିବ। ସେ ତ ଯେଉଁ କଣ ଗୁଡ଼ାକ ଥାଏ ସେଗୁଡ଼ା ଜମା ଛାଡ଼େନି। ବଡ଼ ବଡ଼ ବ୍ରସ୍ ଲଗେଇଲେ ସେଥିରେ ଜମା ଲାଗେନି, ଛାଡ଼େନି। ତ ଏଇଭଳି ଭାବରେ ମୁଁ ତାକୁ ସବୁଆଡ଼େ ଘଷିଦେଲି। ଆଉ ଆକୁ 10-15 ମିନିଟ୍ ଖଣ୍ଡେ ଛାଡ଼ିଦେବା। 10-15 ମିନିଟ୍ ପରେ ମୁଁ ଏଇଠି ଦେଖନ୍ତୁ ଆଣିକି ଘଷି ଦେଉଛି ବାସନ ମଜା ବ୍ରସ୍ରେ। ବାସନ ମଜା ଯେଉଁ ତାର ସେଥିରେ ମଧ୍ୟ ଛଡ଼େଇବେ, ଆଉ ଏମିତି ନେଳି ବ୍ରସ୍ରେ ମଧ୍ୟ ଏମିତି ଭାବରେ ଛଡ଼େଇବେ। ତ ନେଳି ବ୍ରସ୍ରେ ବଢ଼ିଆ ଛାଡ଼ିଯିବ। ଉପର ଟାଇଲ୍ ଗୁଡ଼ାକ ମୁଁ ସେଇଥିରେ ହିଁ ସବୁତକ ଛଡ଼େଇ ଦେଇଛି, ବଢ଼ିଆ ଛାଡ଼ିଯିବ। ଏଠି ଦେଖନ୍ତୁ ତଳ ଗୁଡ଼ାକ କେତେ ପରିଷ୍କାର, ଆଉ ଉପର ଗୁଡ଼ା ମୁଁ ଘଷିନି, ଲଗେଇନି, କେତେ ଅପରିଷ୍କାର। ଆଉ ଏ ତଳ ଗୁଡ଼ାକ ଜମା ବି ଛାଡ଼ିଲାନି। ମୁଁ ତା ପାଇଁ ଆଉ ଗୋଟେ ଉପାୟ କହୁଛି ଦେଖନ୍ତୁ। ଲେମ୍ବୁ କିଛି ନେଇ ଆସିବା। ଆମ ଘରେ ଯେଉଁ ପଚରା ମଚରା ଲେମ୍ବୁ କି ଶୁଖିଲା ଲେମ୍ବୁ ଥିବ ତାକୁ ସବୁ ନେଇ ଆସିବା। ମୁଁ ଏଠି 2ଟା ଲେମ୍ବୁ ନେଇ ଆସିଲି, କାଟିଦେଲି। ଆଉ ସେଥିରେ ଦେଇ ଦେଉଛି 2 ଚାମଚ ଲୁଣ। ମୋର ବାରିରେ ଥିଲା ଏଇ କମଳାଟି ପଡ଼ିଯାଇଥିଲା ତଳେ, ତାକୁ ମୁଁ ନେଇ ଆସିଛି, ଫାଟି ଯାଇଛି ଦେଖନ୍ତୁ, ଫାଟି ଯାଇଛି। ତ ମୁଁ ତାକୁ କହିଲି ଏଥିରେ ପକେଇଦେବା, ବଢ଼ିଆ ସଫା ହେବ ବାଥରୁମ୍ଟା। ତ ଏଇଠି ଦେଖନ୍ତୁ ମୁଁ ତାକୁ ଭଲ ଭାବରେ ଚିପୁଡ଼ି ଦେଉଛି। ଚୋପା ସହିତ ଯଦି ଆପଣ ଗ୍ରାଇଣ୍ଡିଙ୍ଗ କରିଦେଇଥାନ୍ତେ ତା ବି ବଢ଼ିଆ ହେଇଥାନ୍ତା। ତ ମୁଁ ଲେମ୍ବୁ ନେଇଥିଲି, ତ କାଗଜ ଲେମ୍ବୁ ମୋ ପାଖରେ ଶୁଖିଲାଟା ଥିଲା, ମୁଁ ତାକୁ କାଟିକି ପକେଇଥିଲି। ସେଥିପାଇଁ ମୁଁ ତାକୁ ହିଁ ଗ୍ରାଇଣ୍ଡିଙ୍ଗ କଲିନି, ତାର କମଳାର ରସ ଗୁଡ଼ା ଯେତିକ ସେଥିରେ ପକେଇଦେଲି। ଏଠି ଦେଖନ୍ତୁ ଏତିକ ମୋର ହେଇଗଲା ଜୁସ୍। ତ ସେଥିରେ ଟିକେ ମିଶାଇଦେବା ହାର୍ପିକ୍ ଆମେ କେତେ କିଣିବା, ଯଦି ତା ଦେହରେ ଏମିତି ଲେମ୍ବୁ ଲୁଣ ଫୁଣ ମିଶାଇଦେବା, ଅଳ୍ପ ଟିକେ ହାର୍ପିକ୍ ପକେଇଦେଲେ ବହୁତ ଜାଗା ସଫା ହେଇପାରିବ, ବହୁତ ଟାଇଲ୍ ସଫା ହେଇପାରିବ। ଏ ଜୁସ୍ ଗୁଡ଼ାକ ଦେଖନ୍ତୁ ସବୁଆଡ଼େ ଲଗେଇଦେବା, ଆଉ କିଛି ସମୟ ଛାଡ଼ିଦେବା। ଏଠି ଦେଖନ୍ତୁ ଟଏଲେଟ୍ ତଳ ଗୁଡ଼ାକ କେତେ ଅସନା ହେଇଛି, ଜମା ବି ମୁଁ ଘଷିକି ବ୍ରସ୍ରେ ଛାଡ଼ୁନଥିଲା। ତ ଆକୁ ଲଗେଇଦେବି ଦେଖନ୍ତୁ, ଲଗେଇକି ଆପଣମାନଙ୍କ ସାମ୍ନାରେ ଦେଖେଇବି। ଖାଲି ଲଗେଇକି ଟିକେ ବ୍ରସ୍ ମାରିଲା ମାନେ ସାଙ୍ଗେ ସାଙ୍ଗେ ଛାଡ଼ି ଯାଉଛି ଦେଖନ୍ତୁ ଏଇଥିରେ। ଏଠି ଦେଖନ୍ତୁ ଯେଉଁଠି ଲଗାଉଛି ସେଠି ଛାଡ଼ିକା ଯାଉଛି। ଅତି ଅସନା ହେଇଥିଲା, ଜମା ବି ଛାଡ଼ି ନଥିଲା। ତ ଏଇଥିରେ ବଢ଼ିଆ ଛାଡ଼ିଗଲା।
ଏଇ ଯେଉଁ ଜୁସ୍ଟା ତିଆରି ହେଇଛି ଏଇଟା ବହୁତ ହି ବଢ଼ିଆ କାମ ଦେଉଛି। ଦେଖନ୍ତୁ ମୁଁ ଏଠି ଲଗେଇକି 15 ମିନିଟ୍ 20 ମିନିଟ୍ ପରେ ମୁଁ ଦେଖନ୍ତୁ ଘଷି ଦେଉଛି। ଏଇଭଳିଆ ବ୍ରସ୍ ନେଇଯିବେ, ଆପଣ ଘଷି ଦେବେ। ଆଉ ଛୋଟ ବ୍ରସ୍ରେ ତ ଘଷିଲେ କେତେ ସମୟ, ବହୁତ ସମୟ ଲାଗିବ। ଛୋଟ ବ୍ରସ୍ରେ ଏମିତି କଣ ଗୁଡ଼ାକ ଘଷି ଦେବେ। ଦେଖନ୍ତୁ କେତେ ସଫା ହେଇଯାଉଛି ସାଙ୍ଗେ ସାଙ୍ଗେ ଭିତରେ। ସେ ଜୁସ୍ ଗୁଡ଼ାକୁ ପକାଇ ଦେଇକି କିଛି ସମୟ ଛାଡ଼ିଦେବେ, ତାପରେ ବଢ଼ିଆ ଛାଡ଼ିବ। ଦେଖନ୍ତୁ କେତେ ସଫା ହେଇଯାଇଛି। ଆଉ ସଫା କରି ସାରିକି ମୁଁ ଦେଖେଇବି। ଆଉ ଏଠି ଟଏଲେଟ୍ ତଳ ଗୁଡ଼ାକ ଦେଖନ୍ତୁ କେତେ ସଫା ହେଇଯାଇଛି। ପୁରା କଳା କଳା ଦେଖାଯାଉଥିଲା, କେତେ ସଫା ହେଇଯାଇଛି। ତ ପଛରେ ମୁଁ ସବୁତକ ଦେଖେଇବି। ଏବେ ପୁଣି ମୁଁ ଆଉ ଗୋଟେ ଉପାୟ କରୁଛି। ଦେଖନ୍ତୁ 2 ଚାମଚ ଏଠି ଖାଇବା ସୋଡ଼ା ନେଲି, ତାପରେ ହର୍ପିକ୍ କିଛି ଦେଲି। ହାର୍ପିକ୍ ଆମକୁ ଖୁବ୍ କମ୍ ଦେବାକୁ ପଡ଼ିବ, ବେଶୀ ଖର୍ଚ୍ଚ ହେବନି। ତ ସେଥିରେ ଭଲ ଭାବରେ ଗୋଳେଇ ଦେବା। ଖାଇବା ସୋଡ଼ା ଆଉ ହର୍ପିକ୍କୁ ଭଲ ଭାବରେ ଗୋଳେଇ ଦେବା। ସେଥିରେ ଟିକେ ଭିନେଗାର ଦେବା। ଏଠି ଲେମ୍ବୁ ଫେମ୍ବୁ ଦେଉନି। ଆଉ ଏଥିରେ ଦେଇଦେଉଛି ସେଇ ସର୍ଫ ଗୁଣ୍ଡ 1 ଚାମଚ। ଏହି ଉପାୟରେ ମଧ୍ୟ ଭଲ ସଫା ହେଇପାରିବ। ଏଠି ଦେଖନ୍ତୁ କେତେ ଅସନା ହେଇଛି କାନ୍ଥ ଗୁଡ଼ାକ। ୟାକୁ ମୁଁ କାନ୍ଥ ଯେଉଁ ଉପର ଗୁଡ଼ାକ ଏଇଭଳିଆ ଭାବରେ ଲଗେଇଦେବି। ସବୁଆଡ଼େ ଆପଣ ଲଗେଇବାକୁ ପଡ଼ିବ। ତାପରେ ହାତରେ ନେଇକି ଯେଉଁ ବାସନ ମଜା ରବର ସେଇଥିରେ ଚାରିଆଡ଼େ ଲଗା। କେତେ ଅସନା ହେଇଛି ଦେଖନ୍ତୁ। ସଫା ହେଇସାରିଲା ପରେ ମୁଁ ସବୁତକ ଦେଖେଇବି। এই ବାସନ ମଜା ରବରରେ ଯଦି ଆମେ ଲଗେଇଦେବା ଚାରିଆଡ଼େ, ତାହେଲେ ଭଲ ଭାବରେ ଲାଗିବ, ଭଲ ସଫା ହେବ। ତାପରେ ତାର ବ୍ରସ୍ରେ ଘଷିଦେବେ। ଏଇଭଳି ଭାବରେ ଘଷିଦେବେ ଯେମିତି କାନ୍ଥ ଲିପନ୍ତି, ସେଇଭଳି ଭାବେ ଆପଣ ହାତରେ ଚାରିଆଡ଼େ ଲଗେଇକି ଏମିତି ଭାବରେ ସଫା କରିଦେବେ। ଦେଖିବେ ବେଶୀ ସମୟ ଲାଗିବନି, ସଫା ହେଇଯିବ। ଯେହେତୁ ଏତେ ଅସନା ହେଇଛି ବାଥରୁମ୍, ପୁରା ଜିଦ୍ଦି, ବହୁତ ଦିନ ହେଲା ସଫା ହେଇନି। ଏଇଟା ନୂଆ ବାଥରୁମ୍ ହେଲା ଦିନଠାରୁ 4-5 ବର୍ଷ ହେଲାଣି ମୁଁ ସଫା କରିନଥିଲି। ତ ଏମିତି ଭାବରେ ଅସନା ହେଇଯାଇଥିଲା। ଏଇସବୁ ଉପାୟରେ ଅତି ଜିଦ୍ଦିରୁ ଜିଦ୍ଦି ମଳି ଟାଇଲ୍ରୁ ଛାଡ଼ିବ। ତ ଏଇ ପାଇପ୍ ଗୁଡ଼ାକୁ ଆମେ କେମିତି ସଫା କରିବା? ଯେଉଁ ବାଥରୁମ୍ କବାଟ ଯେଉଁ ସଫା କରିଥିଲେ, ଯେଉଁ ଲିକ୍ୱିଡ଼ଟା ଆମେ ତିଆରି କରିଥିଲେ, ସେଇ ଲିକ୍ୱିଡ଼କି ମୁଁ ଦେଖନ୍ତୁ ବାସନ ମଜା ରବରରେ ଆଣିକି ଚାରିଆଡ଼େ ଲଗେଇକି ପାଇପ୍ ଗୁଡ଼ାକ ସେଥିରେ ସଫା କରିଦେଲେ ବଢ଼ିଆ ଚିକଚିକ ହେଇଯାଉଛି। ପୁରା ନୂଆ ଭଳି ସଫା ହେଇଯିବ। କିଛି ସମୟ ଲଗେଇକି ୟାକୁ ରଖିଦେଇକି ଯଦି ଆପଣ ଘଷିଦେବେ, ମୁଁ ଏଠି ସାଙ୍ଗେ ସାଙ୍ଗେ ଲଗେଇକି ଟିକେ ଘଷିକି ଦେଖାଉଛି। ତ ଆପଣ ଯଦି ତାକୁ ଲଗେଇକି 1 ଦିନ ପର୍ଯ୍ୟନ୍ତ ରଖିଦେବେ, ତାପରେ ଘଷିବେ, ବଢ଼ିଆ ସଫା ହେଇଯିବ। ତ ଏଠି ଦେଖନ୍ତୁ ଏ ପାଇପ୍ ଗୁଡ଼ା ମଧ୍ୟ ଭଲ ସଫା ହେଇଗଲା। ତ ଏବେ ଆମେ ଜାଣିବା ଟାଇଲ୍ ଆମେ କେମିତି ହାତ ନ ଲଗେଇକି ସଫା କରିପାରିବା। ଏଇଠି ଦେଖନ୍ତୁ ଏଇଟା ମୁଁ ଆଣିଛି କିଣିକି। ଏ ଲିକ୍ୱିଡ଼ଟା ମାତ୍ର 30 ଟଙ୍କା ମାର୍କେଟରେ ମିଳୁଛି। ତାକୁ ଯଦି ଆପଣ ଖାଲି ପକାଇଦେବେ ତଳେ, ଖାଲି ପାଣି ଟିକେ ଢାଳିଦେବେ, ପୁରା ସଫା ହେଇଯିବ। ଆଉ ଏ ଲିକ୍ୱିଡ଼କି ଆପଣ ଟିକେ ହୁସିଆରି ନେଇକି ହାତରେ ପକାଇବେ। ତ ଆକୁ ପକାଇବାକୁ ହେଲେ ଆମକୁ ମାସ୍କ ଦରକାର ଅଛି, ଚଷମା ଦରକାର ଅଛି। ଆଖିରେ ଚଷମା ଲଗାଇବେ, ମାସ୍କ ଦେବେ, ହାତରେ ଜରି ବାନ୍ଧିବେ, ତାପରେ ଆକୁ ଧରିକିରି ପକାଇବେ। ତ ଯେଉଁଠି ପଡ଼ିଯିବ ହାତ ଫାତ ପୁରା ପୋଡ଼ିଲା ଭଳିଆ ହେଇଯିବ। ଏସିଡ଼୍ ଅଛି ଏଥିରେ। ତ ସେଥିପାଇଁ ମୁଁ ମାସ୍କ ସବୁ ଏବେରୁ ବ୍ୟବହାର କଲି। ହାତରେ ଜରି ବାନ୍ଧିକି ସେ ଲିକ୍ୱିଡ଼କି ଧରିକି ପକାଇଦେଲି, ଆଉ ପାଣି ଢାଳିଦେଲି। ଦେଖନ୍ତୁ କେମିତି ସଫା ହେଇଗଲା। ଜମା ବି ଆକୁ ଘଷିବାକୁ ବି ପଡ଼ିବନି। ଶିଉଳି ଛଡ଼ା ଲିକ୍ୱିଡ଼ କହିଲେ ମାର୍କେଟରେ ଦେଇଦେବେ। ମୁଁ ଏମିତି କହିକି ଆଣିଥିଲି। ଆମେ ଯେଉଁ ତିଆରି କଲେ ସୋଡ଼ା ଭିନେଗାର ଦେଇକି, ତାକୁ ଯଦି ଆପଣ ସଫା କରିବେ ଦେଇକି, ତ ଟିକେ ଘଷିବାକୁ ପଡ଼ିବ। ଏଥିରେ ଜମା ବି ଘଷିବାକୁ ପଡ଼ିବନି। ଏବେ ଆପଣଙ୍କ ଇଚ୍ଛା, ଆପଣ ଯେଉଁଥିରେ ସଫା କରିବାକୁ ଚାହୁଁଛନ୍ତି ସେଇଥିରେ ସଫା କରିପାରିବେ। କିନ୍ତୁ ଶିଉଳି ଛଡ଼ାଟା ନାକରେ ପୁରା ପଶିଯିବ। ଗ୍ୟାସ୍ ଏସିଡ଼୍ଟା ଅଛି ନା, ତ ତା ଦେହରେ ଟିକେ ବିପଦ ଅଛି। ଶିଉଳି ଛଡ଼ାକୁ ଯେତେବେଳେ ପକାଇଦେବେ, ସାଙ୍ଗେ ସାଙ୍ଗେ ବାହାରିକି ବାଥରୁମ୍ ଭିତରୁ ପଳେଇ ଆସିବେ। ନହେଲେ ନାକ ଫାକ ପୁରା ହେଇଯିବ, ଧୂଆଁ ଭଳିଆ ହେଇଯିବ, ଆଖି ପାଖି ପଶିଯିବ। ମୁଁ ଯେତେବେଳେ ପକାଇଲି ସେମିତି ହିଁ କରିଥିଲି। ଦେଖିଲେ ତ କେତେ ସହଜରେ ଆମେ ବାଥରୁମ୍କୁ ସଫା କରିପାରିଲେ। ଘରେ ଥିବା ଜିନିଷରେ ସଫା କଲେ, ଆଉ ମାର୍କେଟରୁ ମଧ୍ୟ ଆଣିକି ସଫା କରିପାରିଲେ। ଆଜି ପାଇଁ ରହୁଛି। ଜୟ ଜଗନ୍ନାଥ।